ଆଚ୍ଛା ଆପଣମାନଙ୍କ ସାଙ୍ଗରେ ବି କ'ଣ ଏମିତି ହୁଏ ଯେତେବେଳେ ଯେକୌଣସି ଜିନିଷଟା ସରି ଆସିଥାଏ ଖାଇବା ପାଇଁ ବହୁତ ଇଚ୍ଛା ହେଇଥାଏ। ଏ ଦେଖୁନାହାନ୍ତି ଯେମିତି ପଣସ ତ ଏବେ ପ୍ରାୟ ମଞ୍ଜି ହେଇ ଆସିଲାଣି ଆଉ ମୋତେ ବହୁତ ଇଚ୍ଛା ହେଉଥିଲା ଖାଇବା ପାଇଁ। ଭାବିଲି ଏଇ ରେସିପିଟା ବନେଇଛି ତ ଆପଣମାନଙ୍କ ସାଙ୍ଗରେ ଟିକେ ସେୟାର କରିନିଏ। ତା ସହିତ ଏଠି ମୁଁ ଗୋଟେ ଇଣ୍ଟରେଷ୍ଟିଂ ମସଲାର ମଧ୍ୟ ରେସିପି ସେୟାର କରିଛି। ଭିଡ଼ିଓକୁ ଜମା ବି ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ନମସ୍କାର, ମୁଁ ପ୍ରଜ୍ଞା ଆପଣମାନଙ୍କୁ ସ୍ୱାଗତ କରୁଛି ପ୍ରଜ୍ଞା ହୋମ୍ କିଚେନକୁ। କ'ଣ ଆପଣମାନେ ଆଗରୁ କେବେ ଏଇ ରେସିପିଟିକୁ ବନେଇକି ଟ୍ରାଏ କରିଛନ୍ତି? ଯଦି ଟ୍ରାଏ କରିଛନ୍ତି ତାହେଲେ ଜାଣିଥିବେ କେତେ ଟେଷ୍ଟି ଲାଗିଥାଏ। ଆଉ ଯେଉଁମାନେ ଟ୍ରାଏ କରିନାହାନ୍ତି ସେମାନେ ଥରେ ଏଇ ରେସିପିଟିକୁ ଟ୍ରାଏ କରନ୍ତୁ। ତ ଜମା ବି ଡେରି କରିବାନି, ଚାଲନ୍ତୁ ବନେଇବା। ସେଥିପାଇଁ ପ୍ରଥମେ ମୁଁ ଏଇଠି କିଛି ବୋଇତାଳୁ, ତା ସହିତ ନେଇଥିଲି ପଣସ, ଗୋଟେ ଆଳୁ ଆଉ କିଛି ଚିଙ୍ଗୁଡ଼ି ମାଛ। ସେ ସବୁକୁ ଏଇଠି ଦେଖିପାରୁଥିବେ ଛୋଟ ଛୋଟ କରିକି କାଟି ନେଇଛି, ମାନେ ପରିବାକୁ ମୁଁ ଏଇଠି ଛୋଟ ଛୋଟ କରିକି କାଟି ନେଇଛି। କାଟିବା ପରେ ସବୁକିଛି ପରିବାକୁ ମୁଁ ଭଲ ଭାବରେ ଧୋଇ ନେଇଛି। ତା ସହିତ ମୁଁ ଏଇଠି କିଛି ଦେଇଥିଲି ମସୁର ଡାଲିକୁ ମୁଁ ଭଲ ଭାବରେ ଏଇଠି 2ରୁ 3 ଥର ପାଣିରେ ଧୋଇକି ତାକୁ ପ୍ରେସର କୁକରରେ ଆଡ଼୍ କରି ନେଇଛି। ଆଉ ହଁ, ମୁଁ ଏଇଠି ମସୁର ଡାଲି ୟୁଜ୍ କରିଛି। ଆପଣମାନେ ଯଦି ଚାହିଁବେ ମୁଗ ଡାଲିରେ ମଧ୍ୟ ଏଇ ରେସିପିଟିକୁ ବନେଇ ପାରିବେ। ମସୁର ଡାଲି ଦେଇସାରିବା ପରେ ମୁଁ ଏଇଠି କାଟିକି ରଖିଥିବା ସବୁ ପରିବାକୁ ଏଥିରେ ଆଡ଼୍ କରି ନେଇଛି। ତା ସହିତ ଏଇଠି 1 ଚାମଚ ଲୁଣ ଦେଇଥିଲି। ତା ସହିତ ମୁଁ ଏଇଠି କିଛି ହଳଦୀ ଗୁଣ୍ଡ ଦେଇଛି। ଆଉ ଦେଖିପାରୁଥିବେ ପାଣି ମୁଁ ଦେଇଛି, ଯେତିକି ପରିବାର ଲେବୁଲ୍ ରହିବ ପାଣି ମଧ୍ୟ ସେତିକି ଦେଇକି ପ୍ରେସର କୁକରରେ ବସେଇକି ତାକୁ ମୁଁ ସିଟି ମାରି ନେଇଛି। ତା ସହିତ ମୁଁ ଏଇଠି କିଛି ନେଇଥିଲି ଚିଙ୍ଗୁଡ଼ି ମାଛକୁ ପରିଷ୍କାର ଭାବରେ ଧୋଇ ନେଇକି କିଛି ଲୁଣ ଆଉ ହଳଦୀ ଏଇଠି ମୁଁ ଭଲ ଭାବରେ ଗୋଳେଇକି ମ୍ୟାରିନେଟ୍ କରିକି ତାକୁ ସାଇଡ଼ରେ ରଖି ନେଇଛି। ସାଇଡ଼ରେ ମୁଁ ଗ୍ୟାସ୍ ଉପରେ କଡ଼େଇକୁ ବସେଇ ନେଇଛି। କଡ଼େଇରେ ଏଇଠି ମୁଁ କିଛି ସୋରିଷ ତେଲ ଦେଇଛି। ତେଲ ଆମର ଭଲ ଭାବରେ ଗରମ ହେଇସାରିବା ପରେ ମ୍ୟାରିନେଟ୍ କରିକି ରଖିଥିବା ଚିଙ୍ଗୁଡ଼ିକୁ ଏଥିରେ ଦେଇଛି। ଆଉ ଚିଙ୍ଗୁଡ଼ିକୁ ମୁଁ ଏଇଠି କିଛି ପରିମାଣରେ ଭାଜି ନେଇଛି। ଜମା ବି କଡ଼ା କରିକି ଭାଜିବେନି। କଡ଼ା କରିକି ଭାଜିବା ଦ୍ୱାରା ଚିଙ୍ଗୁଡ଼ି ମାଛଟି ଟାଣ ହେଇଯାଇଥାଏ, ଖାଇବା ପାଇଁ ଜମା ବି ଭଲ ଲାଗିନଥାଏ। ଚିଙ୍ଗୁଡ଼ି ମାଛକୁ ଭାଜି ନେଇ ସାରିବା ପରେ ସେ ସେମ୍ କଡ଼େଇରେ ଆଉ କିଛି ସୋରିଷ ତେଲ ଦେଇଥିଲି। ତାପରେ କିଛି ଜିରା ଦେଇଥିଲି। ଜିରା ଭଲ ଭାବରେ ଟିକେ ଭାଜି ହେଇସାରିବା ପରେ ଛୋଟ ଛୋଟ କରି କାଟିକି ରଖିଥିବା ପିଆଜକୁ ମଧ୍ୟ ଆଡ଼୍ କରି ନେଇଥିଲି। ପିଆଜକୁ କିଛି ସମୟ ଭାଜି ନେବା ପରେ ଅଳ୍ପ କିଛି ରସୁଣ ଆଉ ଅଦାକୁ ମୁଁ ଏଠି ଗୋଟେ ହେମଦସ୍ତାରେ ଛେଚି ନେଇଛି। ଆଉ ଏଇଠି ସେ ଛେଚା ମସଲାକୁ ମୁଁ ଆଡ଼୍ କରି ନେଇଛି ଆଉ କିଛି ସମୟ ପର୍ଯ୍ୟନ୍ତ ଭାଜି ନେଇଛି। ଗ୍ୟାସ୍ର ଫ୍ଲେମ୍ ଲୋରେ ରଖିକି ମୁଁ ମସଲାକୁ କିଛି ସମୟ ଭାଜି ନେଇ ସାରିବା ପରେ ଏଇଠି 1 ଟମାଟୋ ଆଡ଼୍ କରିଥିଲି। ଆଉ ଦେଖିପାରୁଥିବେ ଟମାଟୋ ମୁଁ କେମିତି ସାଇଜ୍ର ରଖିଛି, ଜମା ବି ଛୋଟ ଛୋଟ କରିନି। ସେ ଟମାଟୋକୁ ଦେଇକି ଆଉ କିଛି ସମୟ ଏଇଠି ମୁଁ ଭାଜି ନେଇଛି। ଗ୍ୟାସ୍ର ଫ୍ଲେମ୍ ଲୋରେ ରଖିକି କିଛି ସମୟ ଟମାଟୋକୁ ଏପଟ ସେପଟ କରିକି ଭାଜି ନେବା ପରେ ସ୍ୱାଦ ଅନୁଯାୟୀ ଏଇଠି ମୁଁ ଲୁଣ ଆଡ଼୍ କରିଛି। ପ୍ରଥମେ ଆମେ ଡାଲିରେ ମଧ୍ୟ ଲୁଣ ଆଡ଼୍ କରିଥିଲି, ସେଥିପାଇଁ ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରନ୍ତୁ। ତାପରେ କିଛି ଗୁଣ୍ଡ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ତା ସହିତ ମୁଁ ଏଇଠି କିଛି ଧଣିଆ ଗୁଣ୍ଡ ଦେଇଛି। ସେ ସବୁକୁ ଆଉ ଥରେ କିଛି ସମୟ ଏଇଠି ମସଲାକୁ ଭଲ ଭାବରେ ମୁଁ କଷି ନେଇଛି। ମସଲା କିଛି ସମୟ କଷି ହେଇସାରିବା ପରେ ମୁଁ ଅଳ୍ପ କିଛି ଏଠି ପାଣି ଆଡ଼୍ କରିଛି, ଯାହାଫଳରେ କି ଆମର ଯେଉଁ ଟମାଟୋ ଅଛି ସେ ସବୁ ଭଲ ଭାବରେ ସଫ୍ଟ ହେଇଯିବ। କଭର ଘୋଡ଼େଇକି କିଛି ସମୟ ଏଇଠି ମୁଁ ସିଝିବା ପାଇଁ ଛାଡ଼ି ଦେଇଛି। ଆଉ ଏଇଠି ଦେଖିପାରୁଥିବେ ଟମାଟୋ ଆମର ପୁରା ଭଲ ଭାବରେ ସିଝିକି ସଫ୍ଟ ହେଇଯାଇଛି। ଏଇ ଷ୍ଟେପ୍ରେ ଆମେ ଯେଉଁ ଭାଜିକି ରଖିଥିବା ଚିଙ୍ଗୁଡ଼ି ମାଛକୁ ଏଥିରେ ଆଡ଼୍ କରି ନେବା। ଆଉ ଏଇଠି ମୁଁ ଚିଙ୍ଗୁଡ଼ି ମାଛକୁ ଆଡ଼୍ କରି ନେଇଛି। ଆଉ ଚିଙ୍ଗୁଡ଼ି ମାଛକୁ ମଧ୍ୟ କିଛି ସମୟ ପାଇଁ ସେ ମସଲାରେ କଷି ନେଇଛି। ଗ୍ୟାସ୍ର ଫ୍ଲେମ୍ ଲୋରେ ରଖିକି କଭର ଘୋଡ଼େଇକି କିଛି ସମୟ ତାକୁ ସିଝିବା ପାଇଁ ଛାଡ଼ି ଦେଇଛି। ତା ସହିତ ଏଇଠି ପ୍ରେସର କୁକରରେ 2ଟା ସିଟି ଆସିଯାଇଛି। ଆଉ ପ୍ରେସର କୁକର ଆମର ଭଲ ଭାବରେ ଥଣ୍ଡା ହେଇଯାଇଛି। ଆଉ ଏଇଠି ଦେଖିପାରୁଥିବେ ଆମର ସବୁ କିଛି ପରିବା ଭଲ ଭାବରେ ସିଝି ଯାଇଛି। ଆପଣ ମନେ ରଖିଥାନ୍ତୁ, ପ୍ରେସର କୁକରରେ ସିଝାଇବା ସମୟରେ ଜମା 1 ନହେଲେ 2ଟା ସିଟି ଦିଅନ୍ତୁ। ବେଶୀ ସିଝାନ୍ତୁନି, ବେଶୀ ସିଝାଇଲେ ଜମା ବି ଭଲ ଲାଗିନଥାଏ। ଆଉ ଏଇଠି ମୁଁ କଭର ଖୋଲିକି ଆପଣମାନଙ୍କୁ ଦେଖି ଦେଉଛି। ଦେଖିପାରୁଥିବେ ଆମର ଚିଙ୍ଗୁଡ଼ି ବି ଭଲ ଭାବରେ ଏଇଠି କଷି ହେଇଯାଇଛି। ଆଉ ଏଇ ରେସିପିରେ ବହୁତ କମ୍ ମସଲା ହିଁ ୟୁଜ୍ ହେଇଥାଏ, ଯେହେତୁ ଏବେ ବହୁତ ଗରମ ହେଉଛି। ଆଉ ଗରମ ଦିନରେ ବେଶୀ ବି ମସଲା ଖାଇବା ପାଇଁ ଇଚ୍ଛା ହେଇନଥାଏ, ସେଥିପାଇଁ କମ୍ ମସଲାରେ ଏଇ ରେସିପିଟି ପୁରା ପରଫେକ୍ଟ ହେଇଥାଏ ଖାଇବା ପାଇଁ। ଆଉ ଗୋଟିଏ ରେସିପିରେ କାମ ଚଳି ଯାଇଥାଏ। ଆଉ ଏଇଠି ଦେଖିପାରୁଛନ୍ତି ମସଲା ଆମର ଭଲ ଭାବରେ କଷି ହେଇସାରିବା ପରେ ମୁଁ ସେ ପ୍ରେସର କୁକରରେ ରଖିଥିବା ଆମର ଡାଲିକୁ ଏଥିରେ ଢାଳି ଦେଇଛି। ଆଉ ସେ ଡାଲିକୁ କିଛି ସମୟ ପାଇଁ ଏଇଠି ମୁଁ ମିଶାଇ ନେଇଛି। ଆଉ ହଁ, ଯଦି ଆପଣମାନଙ୍କୁ ତରକାରୀଟି ଏଇଠି ବହୁତ ବହଳିଆ ଲାଗୁଥିବ ତ ଏଇଠି କିଛି ଗରମ ପାଣି ମଧ୍ୟ ଆଡ଼୍ କରି ନେଇପାରନ୍ତି।
तो एबे चलते ଯିବା से सिक्रेट मसलाटी बनेଇବା। ସେଥିପାଇଁ ଗ୍ୟାସ୍ ଉପରେ ଗୋଟେ ଫ୍ୟାନ୍ ବସେଇଥିଲି, ତା ସହିତ କିଛି ତେଜପତ୍ର, ଗୋଟା ଜିରା, ଗୋଟା ଗୁଜୁରାତି 2ଟା ନେଇଥିଲି। ଯେତିକି କଡ଼ା ଖାଇବା ପାଇଁ ପସନ୍ଦ କରନ୍ତି ସେଇ ଅନୁସାରେ ଲଙ୍କା ଆଡ଼୍ କରନ୍ତୁ। ସେ ସବୁକୁ ଭଲ ଭାବରେ ଗରମ କରିକି ଥଣ୍ଡା କରି ନେଇଛି। ତାପରେ ଏଠି ଦେଖିପାରୁଥିବେ ତରକାରୀ ଆମର ବନି ଆସିଲାଣି। ସେଇ ଷ୍ଟେପ୍ରେ ମୁଁ କିଛି କସୁରୀ ମେଥି ଆଉ ତା ସହିତ କିଛି ଗରମ ମସଲା ମଧ୍ୟ ଆଡ଼୍ କରି ନେଇଛି। ଆଡ଼୍ କରି ନେଇ ସାରିବା ପରେ ସେ ସବୁକୁ ଭଲ ଭାବରେ ଏଠି ମୁଁ ମିଶାଇ ନେଇଛି। ମୁଁ ଏ ତରକାରୀ ବେଶୀ ବି ପାଣିଆ କରିନି, ମାନେ ବେଶୀ ଝୋଳ କରିନି, ମୁଁ ହାଲକା ଗ୍ରେଭି ରଖିଛି। ସେଥିପାଇଁ ମୁଁ ଏଠି ପାଣି ଆଡ଼୍ କରିନି। ତା ସହିତ ଏଇଠି ଦେଖିପାରୁଥିବେ ତରକାରୀ ଆମର ପୁରା ପରଫେକ୍ଟଲି ବନି ଆସିଲାଣି। ଏଇ ଷ୍ଟେପ୍ରେ ଆମେ ଯେଉଁ ସିକ୍ରେଟ୍ ମସଲାଟି ବନେଇଥିଲେ ସେ ସବୁକୁ ମୁଁ ଏଠି ଆଡ଼୍ କରି ନେଇଛି। ଆଉ ଏଇଠି କିଛି ସମୟ ପାଇଁ ଫୁଟିବା ପାଇଁ ଛାଡ଼ି ଦେଇଛି। ତାପରେ ଆମର ଗରମା ଗରମ ପଣସର ଏଇ ରେସିପିଟି ବନିକି ପୁରା ରେଡ଼ି ହେଇଛି। ଆଉ ଏଇ ରେସିପିଟିର ନାଁ ଆପଣମାନେ କ'ଣ ରଖିବେ କମେଣ୍ଟରେ ନିହାତି ଜଣାନ୍ତୁ। ଥରେ ଏହିପରି ଭାବେ ବନେଇକି ଟେଷ୍ଟ କରନ୍ତୁ, ତାହେଲେ ଜାଣିବେ ଟେଷ୍ଟଟି କିପରି ଲାଗିଥିଲା। ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିହାତି କରନ୍ତୁ। ଯଦି ମୋ ଚ୍ୟାନେଲରେ ନୂଆ ଆସିଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ ମଧ୍ୟ ନିହାତି କରନ୍ତୁ, ଯାହାଫଳରେ କି ମୁଁ ଯାହା ବି ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ପ୍ରଥମେ ନୋଟିଫିକେସନ୍ ଯିବ। ଇନଷ୍ଟାଗ୍ରାମରେ କିମ୍ବା ଫେସବୁକରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରନ୍ତୁ। ଗରମା ଗରମ ସର୍ଭ କରି ନିଅନ୍ତୁ। ଆଉ କିପରି ଲାଗିଲା କମେଣ୍ଟ ବକ୍ସରେ ନିହାତି ମତାମତ ଜଣାନ୍ତୁ। ରହିଲି ଆଜି ପାଇଁ ଏତିକି। ଆଉ ଥରେ ଦେଖା ହବା ଆଉ ଗୋଟେ ନୂଆ ଭିଡ଼ିଓ ସହିତ, ଆଉ ଗୋଟେ ନୂଆ ରେସିପିରେ। ଭିଡ଼ିଓଟିକୁ ପୁରା ଫୁଲ୍ ଦେଖିଥିବାରୁ ଆପଣମାନଙ୍କୁ ଢେର ସାରା ଧନ୍ୟବାଦ।